কোনে কবরখানা কবর আত্মিক জীবন আমার জীবন মৃত্যু মুখରେ ପଡିବ ମୋ ଆତ୍ମିକ ଜୀବନ ସେଇ ବିଷୟରେ ଆମେ ଅଳ୍ପ ସମୟ ଆଲୋଚନା କରିବା। ମୋ ସହିତ ଖୋଲନ୍ତୁ ଦୟାକରି ହିତୋପଦେଶ ତାର 12 ପର୍ବ 1 ପଦ। ହିତୋପଦେଶ ତାର 12 ପର୍ବ 1 ପଦ। ପିଲାମାନେ ପଢ। ଯେଉଁ ଲୋକ ଅନୁଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ମାତ୍ର ଯେ ଅନୁଯୋଗ ଘୃଣା କରେ ସେ ପଶୁ ତୁଲ୍ୟ। ହାଲେଲୁୟା। ଏଠି କଣ ଲେଖା ଯାଉଛି ପ୍ରିୟମାନେ? ଯେଉଁ ଲୋକ ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ମାତ୍ର ଯେ ଅନୁଯୋଗ ଘୃଣା କରେ ସେ ପଶୁ ତୁଲ୍ୟ। ଯଦି ଜଣେ ଲୋକ ବ୍ୟକ୍ତି ଜଣେ ପିଲା ଶାସନ ଭଲ ପାଏ ନାହିଁ, ଅନୁଯୋଗ ଭଲ ପାଉନାହିଁ, ସେ ପଶୁ ତୁଲ୍ୟ ସେ ବୋଲି କହନ୍ତି। ମରିବ ସେ କଷ୍ଟ ପାଇବ, ସେ ପଶୁ ଭଳିଆ ସେ କଣ ଲେଖାଯାଉଛି? ଅନୁଯୋଗକୁ ଭଲ ପାଉନାହିଁ। ଆମର ବାକ୍ୟ ସବୁବେଳେ କୁହେ ଅନୁଯୋଗରେ ମନୋଯୋଗ କର। ଅନେକଙ୍କୁ ଦେଖିବେ ମୋ ପ୍ରିୟମାନେ, ବାପା ମାଙ୍କର କଥା ଶୁଣିକି ଆଜି ମଣିଷ ହେଇଛନ୍ତି। ବାଳକ ମାନଙ୍କର ଚେତାବନୀ, ବାଳକ ମାନଙ୍କର ବାକ୍ୟ ଗୁଡିକ ବାଧିଛି, କିନ୍ତୁ ମୋ ପ୍ରିୟମାନେ ତାର ପୁରସ୍କାର ବାଧିଲେ କଣ? ତାର ପୁରସ୍କାର ମଧ୍ୟ ତାଙ୍କ ଜୀବନ ପରବର୍ତ୍ତୀ ସମୟରେ ବହୁତ ସୁନ୍ଦର ପଡିଯାଇଛି ମୋ ପ୍ରିୟମାନେ। ଆଉ ଥରେ ଅନେକ ଥର ଆମେ ବାପା ମାଙ୍କ ଗାଳି ଶୁଣିକି, ବାଳକ ମାନଙ୍କ କଥା ଶୁଣିକି ଆମକୁ ଚେତାବନୀ ଯୋଉ ଆସିଥାଏ ସେଗୁଡିକ ଆମକୁ ବାଧେ ସତ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଆମକୁ ଆମ ଜୀବନରେ ଉତ୍ତମ ବିଷୟ ଫଳିଥାଏ ମୋ ପ୍ରିୟମାନେ, ଭଲ ପଡିଯାଇଥାଏ। ଯଦି ଆପଣ ଶୁଣିବେ ନାହିଁ ଆପଣ ମରିବେ। ମୋର ପ୍ରିୟମାନେ ମନେ ରଖିଥାନ୍ତୁ, ଲେଖାଯାଉଛି ଯେଉଁ ଲୋକ ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ଆଉ ତାକୁ ଜ୍ଞାନ ଦରକାର। ଶାସନ କାହାକୁ କରାଯାଏ ମୋ ପ୍ରିୟମାନେ? ଇଆଡେ ସିଆଡେ ପିଲା ଲୋକଙ୍କୁ ନୁହଁ, ଇଆଡେ ସିଆଡେ ପିଲାମାନଙ୍କୁ ନୁହଁ, ବୋଲାବୋଲି କରିଥିବା ପିଲାମାନଙ୍କୁ ନୁହଁ, ସମସ୍ତଙ୍କୁ ନାହିଁ ମୋ ପ୍ରିୟମାନେ। ଯାହାକୁ ଯୋଉମାନେ ବାପା ମାନେ ବା ବାଳକ ମାନେ, ପ୍ରଚାରକ ମାନେ, ବୟୋଜ୍ୟେଷ୍ଠ ମାନେ ପ୍ରେମ କରନ୍ତି ମୋ ପ୍ରିୟମାନେ, ତାକୁ କରାଯାଇ ନାହିଁ ମୋ ପ୍ରିୟମାନେ। ଯାହାକୁ ଯେ ପ୍ରେମ କରେ ତାକୁ ଶାସନ କରେ ମୋ ପ୍ରିୟମାନେ, ସମସ୍ତଙ୍କୁ ନାହିଁ। ଲେଖାଯାଉଛି ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ଆଉ ସେ ଅନୁଯୋଗକୁ ଘୃଣା କରେ, ସେ ଶୁଣିବା ପାଇଁ ଇଚ୍ଛା କରୁନି, ସେ କଣ ନା ପଶୁ ତୁଲ୍ୟ ଲେଖାଉଛି ମୋ ପ୍ରିୟମାନେ। ଆଜି ବାକ୍ୟ ଶୁଣିବା ସମୟରେ ଟିକେ ଚିନ୍ତା କରି ଦେଖୁ, ଆପଣ ଦେଖିବେ ହିତୋପଦେଶ ତାର 13 ପର୍ବ 1 ପଦରେ ମତେ ସୁନ୍ଦର କଥା ଲେଖାଯାଏ, ପଢିବା ସମୟ। ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣେ, ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ। କଣ ଲେଖାଯାଉଛି ମୋ ପ୍ରିୟମାନେ? ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣଇ ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ। ମୋ ପ୍ରିୟମାନେ, ଯେ ଅନୁଯୋଗ ଶୁଣିବ ନାହିଁ ପରେ ତା ଅବସ୍ଥା କଣ ହେବ ଆମେ ଜାଣିଛୁ ମୋ ପ୍ରିୟମାନେ। ଆଜି ଅନେକ ଲୋକ ବସିକି କାନ୍ଦୁଛନ୍ତି, ଚିନ୍ତା କରୁଛନ୍ତି, ଅନୁତାପ କରୁଛନ୍ତି ମୋ ପ୍ରିୟମାନେ। ମୋ ବାପାର କଥା ମୁଁ କାହିଁକି ଶୁଣିଲି ନାହିଁ, ମୋ ବାଳକଙ୍କର କଥା ମୁଁ କାହିଁକି ଶୁଣିଲି ନାହିଁ। ମୋ ପ୍ରିୟ ଈଶ୍ୱରଙ୍କ ପିଲାମାନେ, ମୋ ଈଶ୍ୱରଙ୍କ ପ୍ରଭୁଙ୍କ ଲୋକମାନେ, ମୋ ମାର କଥା କାହିଁକି ଶୁଣିଲି ନାହିଁ, ମୋ ଗୁରୁଜନ ମାନଙ୍କର କଥା କାହିଁକି ଶୁଣିଲି ନାହିଁ। ଏବେ ଅନୁତାପ କରୁଛନ୍ତି ମୋ ପ୍ରିୟମାନେ। ବାପା ମା କହୁଥିଲେ ଏରେ ବାବୁ ପଦାରେ ବୁଲିନେ ବାବୁ, ପହଡରେ ବାବୁ, ପହଡରେ ବାବୁ। ଆମେ କଣ କହୁଥିଲୁ? ଖାଲି ପଢ 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 ବୋଲି କହୁଛେ। ପ୍ରିୟମାନେ ଏବେ ସେମାନେ ନାହାନ୍ତି ମୋ ପ୍ରିୟମାନେ। ଏବେ ମନେ ପଡୁଛି ବାପାର କଥା ଶୁଣିଥିଲେ ହୋଇଥାନ୍ତା, ମାର କଥା ଶୁଣିଥିଲେ ହୋଇଥାନ୍ତା। ଇରେ ବାବୁ ମିଶିନେଲେ ସେମାନଙ୍କ ସହିତ, ସେମାନେ ଦୁଷ୍ଟ, ମିଳାମିଶା କରନି ରେ ବାବୁ।
ସେଠିକି ଯାନା ରେ ବାବୁ ଅସୁବିଧା ହେବ ଗଲେ କଣ ହେବ ବୋଲି କହିଥିଲା କଣ ହେବ ଆମେ ଗଲେ ତମେ ତମେ ଖାଲି ବେକାର କଥା କହୁଛ ଖାଲି ତମେ ମନା କରୁଛ ଏବେ ଜଣା ପଡୁଛି ଏ ବାବୁ ଆଉ ପିଇନାରେ ବାବୁ ଏବେ ଜଣା ପଡୁଛି ମୋ ପିଇବା ପ୍ରିୟ ମାନେ ପିଇବାଟା କେତେ କଷ୍ଟ କେତେ କଥା ନ ମାନିଥିବାର କଷ୍ଟ ମୋ ପ୍ରିୟ ମାନେ ଅସୁବିଧାରେ ପଡିଛନ୍ତି ଅନେକ ଲୋକମାନେ କଥା ନ ଶୁଣିକି ମୋ ପ୍ରିୟ ମାନେ ତାଙ୍କର ବାପା ମା ପାଖରେ ନା ଲୋକମାନେ କହିବା ପାଇଁ ଲୋକ ନାହାନ୍ତି ଏବେ ମନେ ପଡୁଛି ସେମାନଙ୍କ କଥା ଏବେ ସବୁ ଶରୀର ନଷ୍ଟ ହେଇଛି ଦେଖିବେ ଦିନମାନଙ୍କର ଅନେକ ଯୁବା ପିଲାମାନଙ୍କର ଯୁବା ଯୁବତୀ ପିଲାମାନଙ୍କର କିଡନୀ ପ୍ରୋବ୍ଲେମ ବିଭିନ୍ନ ପ୍ରକାର ଶରୀରରେ ସମସ୍ୟା ଏବେ ଜାଣୁଛନ୍ତି ଏ ଡାଇବେଟିସ ଟା କେମିତି ହେଇଗଲା ବୋଲି ନ ପିଇଥିଲେ ହେଇଥାନ୍ତା ନ ଯାଇଥିଲେ ହେଇଥାନ୍ତା ବାପା କଥା ମାନିଥିଲେ ହେଇଥାନ୍ତା ମା କଥା ମାନିଥିଲେ ହେଇଥାନ୍ତା ଆଉ ଥାନ୍ତା ଫାନ୍ତା କିଛି ନାହିଁ ମୋ ପ୍ରିୟ ମାନେ ଅଭିଭବଉଛନ୍ତି ଶୁଣନ୍ତୁ ମୋ ପ୍ରିୟ ମାନେ ପ୍ରଭୁ ଯାହା କହୁଛନ୍ତି ତାହା ଶୁଣନ୍ତୁ ବାପା ମା ଯାହା କହୁଛନ୍ତି ତାହା ଶୁଣନ୍ତୁ କାରଣ ଯୋଉମାନଙ୍କୁ କୁହାଯାଏ ଯିଏ ଯୋଉମାନଙ୍କୁ ପ୍ରେମ କରୁଥାଏ ମୋ ପ୍ରିୟ ମାନେ ଯଦି ଶୁଣିବା ନାହିଁ ପରବର୍ତ୍ତୀ ସମୟରେ ମରିବ ଆଜି ଆମେ ଶୁଣିବା ପାଇଁ ପ୍ରସ୍ତୁତ ନାହୁଁ ଆମେ ଶୁଣିବା ପାଇଁ ପ୍ରସ୍ତୁତ ନୁହଁ ଆପଣ ମାନେ କଥା କୁହନ୍ତି ଆଜି ଜଗତ କଥା ମୁଁ କହୁଛି ମୋ ପ୍ରିୟ ମାନେ ଅନେକ ଲୋକ ପିଲାମାନେ ଅଛନ୍ତି ସେମାନେ ଶୁଣିବା ପାଇଁ ପ୍ରସ୍ତୁତ ନାହାନ୍ତି ସେମାନେ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ମୋ ପ୍ରିୟ ମାନେ ଯଦି କିଏ ଆମକୁ ପଦେ କହିଦେଲା ଆମେ ତାକୁ 10 ପଦ କହିଛନ୍ତି ମୋ ପ୍ରିୟ ପ୍ରିୟ ଈଶ୍ୱରଙ୍କ ଲୋକମାନେ ପ୍ରିୟ ପିଲାମାନେ ଆମେ ଶୁଣିବା ପାଇଁ ପ୍ରସ୍ତୁତ ନାହୁଁ ଆମେ ଯଦି ଦେଖିବେ ଆପଣ ମାନେ ଖାଲି କହିବାକୁ ଚାହେଁ ଖାଲି ଅନୁଯୋଗ ଆମେ ଶୁଣିବାର ଅଛି ମୋ ପ୍ରିୟ ଦିନମାନଙ୍କର ଅନୁଯୋଗ ବହୁତ ମୂଲ୍ୟବାନ ଅଟେ ମୋ ପ୍ରିୟ ଆମେ ଅନୁଯୋଗକୁ ମନୋଯୋଗ କରିବାର ଅଛି ଅନୁଯୋଗ ବହୁତ ବଡ ବିଷୟ ଅଟେ ମୋ ପ୍ରିୟ ମୁଁ ସବୁବେଳେ ପିଲାମାନଙ୍କୁ ଅନୁଯୋଗର ମୂଲ୍ୟ ଅନେକ ଅଟେ ତାର ମୂଲ୍ୟକୁ ତୁଳନା କରିହେବ ନାହିଁ ମୋ ପ୍ରିୟ ମାନେ ଏମାନଙ୍କୁ ଅନୁଯୋଗ କରାଯାଇଛି ଯୋଉମାନଙ୍କୁ ପ୍ରେମ କରୁଥାଏ ଯୋଉମାନଙ୍କୁ କହିଥାଏ ସେମାନଙ୍କୁ କୁହାଯାଏ ମୋ ପ୍ରିୟ ମାନେ ତେଣୁକରି ଦିନମାନଙ୍କରେ ଆମମାନେ ପିତା ମାତାଙ୍କର ବୈଜ୍ୟେଷ୍ଠ ମାନଙ୍କର ଗୁରୁଜନ ମାନଙ୍କର କଥା ମାନିବାର ଅଛି ମୋ ପ୍ରିୟ ମାନେ ଯଦି ଆମେ ପଢୁ ହିତୋପଦେଶ ତାର 29 ପଦରେ ମଧ୍ୟ ସୁନ୍ଦର କଥା ଲେଖାଯାଏ ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଥିଲେ ହିଁ ମାତ୍ର ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଛି ମୋ ପ୍ରିୟ ମାନେ ତାକୁ ଥରକୁ ଥର କୁହାଯାଇଛି ସେ ସୁଧୁରିବା ପାଇଁ ଇଚ୍ଛା କରିନି ସେ ଗୃହାସକ୍ତ କରିଛି ଗୋଟେ ଟାଇମ ଆସିବ ସେ ଅନୁତାପ କରିବ ଆଉ ସେ ଅନୁତାପ କଲେ ମଧ୍ୟ କିଛି ହେବ ନାହିଁ ମୋ ପ୍ରିୟ ଛାଟି ପିଟି ହେଲେ ମଧ୍ୟ କିଛି ହେବ ନାହିଁ ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ ପିଲାମାନେ ମନେ ରଖିଥାନ୍ତୁ ନ ଶୁଣିଲେ ଜୀବନ ଯିବାର ମନେ ରଖିଥାନ୍ତୁ ମରିବା ବାଧ୍ୟରେ ସେ କଷ୍ଟ ପାଇବ ମୋ ପ୍ରିୟ ଯେଉଁମାନେ କଥା ମାନିଲେ ନାହିଁ ପଇସାକୁ ଉଡେଇଲେ ଏବେ ଅସୁବିଧାରେ ପଡିଛନ୍ତି ଗାଡି ସ୍ପିଡରେ ଚଲାନିରେ ବାବୁ କଚାରେ ବି ପଡିଲେ ସେତେବେଳେ ମନେ କରୁଛନ୍ତି ଏବେ ହାଡ ଭାଙ୍ଗିଛି ଏବେ ବୁଦ୍ଧି ପଡୁଛି ବାପା କଥା ମାନିଥିଲେ ହେଇଥାନ୍ତା ଗୁରୁଜନ କଥା ମାନିଥିଲେ ହେଇଥାନ୍ତା ସାହି ପଡିଶା କଥା ମାନିଥିଲେ ହେଇଥାନ୍ତା ମୁଁ ଗୋଟେ ଗାଁକୁ ଯାଇଥିଲି ଗୋଟେ ପିଲା ଏତେ ସ୍ପିଡ ଚଲାଉଥିଲା ଆଉ ଜଣଙ୍କ ଦେହରେ ବାଜିଥାନ୍ତା ଆସି ଆସି ତାଙ୍କ ଘରେ ଯେତେବେଳେ ତାକୁ କହିଲା ମତେ ଏତେ କଷ୍ଟ ଲାଗିଲା ସେ ଗୋଟେ ହିନ୍ଦୁ ପିଲା ଆଉ ମୋର ପରିଚିତ ମତେ ଫୋନ କଲା ତାପରେ ମୁଁ ଆସିଲା ପରେ ମତେ ଫୋନ କଲା ଆଉ ମିଞ୍ଜା ଭାଇ ଆଉ ଗୋଟେ କଥା ତମ ଗାଁକୁ ଯାଇଥିଲି ତମ ମଣ୍ଡାପଡା ସେଇ ଜାଗାର ଆଉ ସେ ଜାଣିଛି ମୁଁ ଆଗରୁ ମଣ୍ଡାପଡାରେ ରହୁଥିଲି ଆଉ ସେ ଗାଁକୁ ଯାଇଥିଲି ଆଉ ସେ ପୁଅ ଏମିତି ଚଲାଉଥିଲା ଆଉ ମୁଁ ତାଙ୍କ ଘରେ ଯାଇ କହିଲି ତା ମା ମତେ ଓଲଟା ମତେ ଶୋଧିଲା ଗାଳି କଲା ମତେ ଏତେ କଷ୍ଟ ଲାଗିଲା ଆମର ଖ୍ରୀଷ୍ଟ ଜୀବନ ବାପା ମା ମଧ୍ୟ ଆମେ ଏମିତି ହେଇଯାଇଛୁ ମୋ ପ୍ରିୟ ମାନେ ସ୍ପିଡ ଚଲାନିରେ ବାବୁ କହୁଥିଲେ କିନ୍ତୁ ଯେତେବେଳେ ଗୋଡ ହାଡ ଭାଙ୍ଗିଯିବ ସେତେବେଳେ କିଏ ରଖିବ ମୋ ପ୍ରିୟ ମାନେ ଏସବୁ ଛୋଟ ଛୋଟ ବିଷୟ ଗୁଡିକ ମୋ ପ୍ରିୟ ମାନେ ଆମମାନଙ୍କୁ ମାନିବାକୁ ପଡିବ ମୋ ପ୍ରିୟ ମାନେ ବାଧ୍ୟ ହେବାକୁ ପଡିବ ମୋ ପ୍ରିୟ ମାନେ କହିଲେ ବାବୁରେ ବଡ ମାନଙ୍କ ପାଇଁ ଘର ଟିକେ ବନାଉଛୁ ଏମିତିକା ଟାଇଲି ପକାନାରେ
ସେ କଣ ଭାବିଲା, ଏମାନେ ମୋ ଉପରେ ବୋଧେ ଜେଲସ୍, ମୋ ଉପରେ ବୋଧେ ଇର୍ଷା କରୁଛନ୍ତି ଭାବିଲା। ପକେଇଲା ଚିକେନିଆ। ଏବେ ଯେତେବେଳେ ଚଟାଣରେ ପଡିଗଲା, ମନେ କରୁଛି ମାନିଥିଲେ ଚୌଧୁରୀ ଆଣ୍ଟି କଥା ମିକାଲ ଭାଇ ମନେ ମନେ ଭାବିବେ, ଚୌଧୁରୀ ଆଣ୍ଟି କହୁଥିଲେ ମାନିଥିଲେ, ମଧୁସ୍ମିତା ଭଉଣୀ କହୁଥିଲେ ମାନିଥିଲେ ଠିକ ହେଇଥାନ୍ତା। ମୋ ପ୍ରିୟମାନେ, କାରଣ କଥା ଶୁଣିଥିଲେ ହୋଇଥାନ୍ତା। ସେ କାହିଁକି କହିଥିଲା, କାରଣ ସେ ଜାଣିଥିଲେ ସୁଧୀର ଆଣ୍ଟି ମଧୁସ୍ମିତା ଦିଦି ସେ ନିଜେ ଅନୁଭବ କରିଛନ୍ତି, ସେଥିପାଇଁ ସେ କହୁଥିଲେ। ମୋ ପ୍ରିୟମାନେ, ବଡମାନେ ଅନୁଭବ କରିଥାନ୍ତି ଜିନିଷଟାକୁ, ଆଉ ସେ ଅନୁଭବରୁ ସେମାନେ ପରାମର୍ଶ ଦେଇଥାନ୍ତି। ମୋ ପ୍ରିୟମାନେ, ସେଥିପାଇଁ ମୁଁ କିଏ ପରାମର୍ଶର ମୂଲ୍ୟ କେହି ଦେଇପାରିବେନି। ମୋ ପ୍ରିୟମାନେ, ଯୋଉ ବଡମାନେ ଦେଖିବେ ସେଇ ଯାଇଥିବେ, ସେଟା ସେମାନେ ଅନୁଭବ କରିଥିବେ ସେ ଜିନିଷଟାକୁ, ତେଣୁକରି ସେଇ ଜିନିଷକୁ ଅନ୍ୟ କିଏ ନ ଭୋଗୁ, ଅନ୍ୟ କିଏ ଅସୁବିଧାରେ ନ ପଡୁ, ସେମାନେ ସେଟାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଅନେକ ସମୟରେ ଆମେ ସେମାନଙ୍କର ପରାମର୍ଶକୁ ଗ୍ରହଣ କରିନଥାଉ। ଆମେ ଭାବୁ, ମୁଁ ଗାଡି କିଣିଛି ବୋଲି ଏଇ ବୋଧେ ମତେ ଇର୍ଷା କରୁଛି, ମୁଁ ଭଲ ସାଇକେଲ କିଣିଛି ବୋଲି ମତେ ବୋଧେ ଇର୍ଷା କରୁଛି। ନାଇଁ ମୋ ପ୍ରିୟମାନେ, ଆମମାନେ ବଡମାନଙ୍କ କଥା ମାନିବାର ଅଛି। ମୋ ପ୍ରିୟମାନେ, ମୋ ପ୍ରିୟମାନେ, ଆଜିକାଲି ଦେଖିବେ ଲୋକେ ଘର ବନାଇଲେ ସେ ଘରକୁ ହୋଟେଲ ପରି ବନେଇ ଦଉଛନ୍ତି, ଏତେ ଟଙ୍କା ଖର୍ଚ୍ଚ କରିକି। ମୋ ପ୍ରିୟମାନେ, ପରବର୍ତ୍ତୀ ସମୟରେ ବଡ ବଡ ରୁମ୍, ବଡ ବଡ ଲାଇଟ୍, ବହୁତ ଇଲେକ୍ଟ୍ରିକ ଖର୍ଚ୍ଚ ସବୁ, କିନ୍ତୁ ଯେତେବେଳେ ବିଲ୍ ଆସିବ ସେତେବେଳେ ବସି ଭାବିବେ କଣ ଦରକାର ଆମର ହୋଟେଲ, ଏତେ ଡେକୋରେଟ କରିଛନ୍ତି ଘର ଗୁଡିକ। ମୋ ପ୍ରିୟମାନେ, ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଅନୁଯୋଗ ଶୁଣିବାର ଅଛି। ଏବେ ଦେଖନ୍ତୁ, ଯେଉଁମାନେ ହନ୍ତସନ୍ତ ହଉଛନ୍ତି କଥା ନ ମାନିବାରୁ। ମୋ ପ୍ରିୟମାନେ, ଆଜି ଅନେକ ଯୁବା ମାନେ, ଅନେକ ପିଲାମାନେ କଥା ନ ମାନିଥିବାରୁ ଆଜି ସେମାନଙ୍କର ପାଠ ପଢାରେ ଲସ୍, ସରି କହିଦେ ଟିକେ ଆସିକି ନେଇଯିବେ, କ୍ଷମା କରିବେ। କ୍ଷମା କରିବେ। ମୋ ପ୍ରିୟମାନେ, ଏବେ ଅନେକ ଜଣ କଥା ନ ମାନିଥିବାରୁ ସେମାନେ ଅନୁତାପ କରୁଛନ୍ତି। ଅନେକ ପିଲାମାନେ, ମୋ ପ୍ରିୟ, ଅନେକ ଯୁବା ଦେଖିବେ, ଯେଉଁମାନେ ଅନେକ ଯୁବପିଢି ଦେଖିବେ, ସେମାନଙ୍କ ଜୀବନକୁ ଅନେକ ଯୁବା ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଯୁବତୀ ମାନେ, ମୋ ପ୍ରିୟମାନେ, କଷ୍ଟ ଲାଗେ ଦେଖିଲେ, କାରଣ ସେମାନେ ବଡ ମାନଙ୍କର କଥା ନ ମାନିନାହାନ୍ତି। ମୋ ପ୍ରିୟମାନେ, କଥା ନ ମାନିଥିବାରୁ ବହୁତ ସେମାନଙ୍କର ପାଠ ପଢା, ସେମାନଙ୍କ ଜୀବନ, ସେମାନଙ୍କର ଚାଲିଚଳନ ଲୋକମାନଙ୍କ ଦୃଷ୍ଟିରେ ସେମାନେ ବହୁତ ବହୁତ ବଡ ଖରାପ ଦେଖାଯାନ୍ତି। ମୋ ପ୍ରିୟମାନେ, ମୋ ପ୍ରିୟ ଈଶ୍ୱର ଲୋକମାନେ, ଏବେ ବାପା ମା ମାନେ କହୁଥିଲେ, ବାବୁ ମାନେ ବାହାରେ ଜଳଖିଆ ଖାନା ରେ ବାବୁ, ଜଳଖିଆ ଖାଇଲେ ବାହାର ଜଳଖିଆ ଦେହରେ ବିମାରୀ ହବ ବୋଲି। କିନ୍ତୁ ଆମେ କଥା ନ ମାନିଲୁ। ମୋ ପ୍ରିୟମାନେ, ତମେ ଜାଣିନ, ତମ ସମୟରେ ସେମିତିଆ ଜଳଖିଆ ନଥିଲା, ଏଇ ବିରିୟାନୀ, କଣ କଣ ମୋମୋ, କଣ ସବୁ ଏସବୁ ନଥିଲା ତମ ବେଳେ, ତମେ କଣ ଜାଣିବ ସେ ବିଷୟରେ? ପିଲାମାନେ କଣ, ମୋ ପ୍ରିୟମାନେ, ଏବେ ଡେଲି 200 ଟଙ୍କାର ଜଳଖିଆ ଆସୁଛି। ସକାଳେ 200 ଟଙ୍କାର, ସନ୍ଧ୍ୟାରେ 100 ଟଙ୍କାର, ଦିନକୁ କେତେ ହେଲା? 300 ଟଙ୍କା। ଜଳଖିଆରେ ଗଲା 300 ଟଙ୍କା। 300 ହେଲେ କେତେ ହେଲା ମାସକୁ? ନା 9,000 ଟଙ୍କା ଆମେ ଖର୍ଚ୍ଚ କଲେ। ଏଇ ଜଳଖିଆ ଘରେ ଯଦି ଖାଇଥାନ୍ତେ ଭଲ ହେଇଥାନ୍ତା, ଭଲ ବନେଇକି ବି ଖାଇ ପାରିଥାନ୍ତେ, 2 ପଇସା ବି ବଞ୍ଚିଥାନ୍ତା ବାପା ମାଙ୍କର, ତୁମ ପାଠ ପଢାରେ କାମରେ ଲାଗିଥାନ୍ତା, ଭବିଷ୍ୟତରେ ତମ ପାଇଁ ବି ସେଟା କାମ ଦେଇଥାନ୍ତା। ମୋ ପ୍ରିୟମାନେ, ତାଠୁ ବଡ ବିଷୟ ସ୍ୱାସ୍ଥ୍ୟ ବି ଭଲ ଥାନ୍ତା। ପ୍ରିୟମାନେ, ଏମିତି ଏକ ରୋଗ ମାନେ ଏମିତି ପାଇନାହୁଁ। ମୋ ପ୍ରିୟମାନେ, ଆଜି ଅନେକ ଲୋକମାନେ ଏଇ ଜଳଖିଆ ଖାଇ ମୋ ପ୍ରିୟମାନେ ଡାକି ଆଣୁଛନ୍ତି। ସେମାନେ
ଠେଲା ପାଖରେ ରୋଗ ଥିଲା ତାକୁ ଘରକୁ ଡାକି ଆଣୁଛନ୍ତି ଲୋକମାନେ। ସେ ଫୁଟପାଥରେ ରୋଗ ବୁଲୁଥିଲା ତାକୁ ଡାକିକି ଆଣୁଛନ୍ତି ଲୋକମାନେ। ଶୁଣି ନାହାନ୍ତି ସେମାନେ। ଫୁଟପାଥରେ ଖାନିରେ ବାବୁ, ସେ ଠେଲା ଗାଡି ପାଖକୁ ଯାଆନି ରେ ବାବୁ, ସେ କୋଉ 4 ଦିନ 5 ଦିନ ମାସକର ତେଲରେ ଛାଣୁଥିବ, ତେଲକୁ ରଖି ରଖି ପୋଡା ତେଲକୁ ଛାଣୁଥିବ, ସେଟା ଖାନି ରେ ବାବୁ। ଅନେକ ଜାଗାରେ ସତର୍କ ମଧ୍ୟ ଲେଖାଯାଇଛି, ସାବଧାନ, ଏ ଜାଗାରେ ଏଇଟା ଅଛି, ଆମେ ମାନି ନଥାଉ ମୋ ପ୍ରିୟମାନେ। ନ ଶୁଣିଲେ ମରିବା। ପ୍ରଭୁ ଆମକୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ମୋ ପ୍ରିୟମାନେ। ଆଗକୁ ପ୍ରଭୁ ଆମକୁ ଯେଉଁ ବିଷୟ ସଚେତନ କରିବେ ଆମେ ଶୁଣିବାର ଅଛି ମୋ ପ୍ରିୟମାନେ। ବୟସ୍କ ମାନେ ଯେଉଁ ବିଷୟ କହିବେ, ବାଳକ ମାନେ ଯୋଉ ବିଷୟ କହିବେ, ବାପା ମା ମାନେ ଯୋଉ ବିଷୟ କହିବେ, ଟିକେ ଭାବିବା ସେ ବିଷୟରେ। ମୋର ଭଲ ପାଇଁ କହୁଛନ୍ତି ନା ମନ୍ଦ ପାଇଁ କହୁଛନ୍ତି? ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ପିଲାମାନେ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବାଳକ ମାନେ ବେଳେ ବେଳେ ମଧ୍ୟ ଆମକୁ କହିଥାନ୍ତି, ଆମେ କଣ କହୁ, ଏ ପ୍ରଚାର କରିବାକୁ ଆସିଛନ୍ତି ନା ଆମକୁ ଖାଲି ଗାଳି ଦେବାକୁ ଆସିଛନ୍ତି? ଅନୁଯୋଗ କରୁଛନ୍ତି, ଖାଲି ଅନୁଯୋଗ କରୁଛନ୍ତି, ପ୍ରଚାରକୁ ଆସିଛନ୍ତି ଗଳାଇଛନ୍ତି। ମାନେ ଏଇଟା କଣ ବାକ୍ୟ? ବାକ୍ୟ କଣ ଏମିତି କୁହାଯାଏ? ବାଇବେଲ କଣ ଏମିତି କୁହେ? ସମୟ ଆସିବ ଯେଉଁ ପ୍ରଭୁଙ୍କ ଦାସକୁ ଆମେ ଖୋଜିବା ମୋ ପ୍ରିୟ ମାନେ, ସେ ପ୍ରଭୁଙ୍କ ଦାସ ମାନଙ୍କୁ, ସେମାନେ ସେ ସମୟରେ ନଥିବେ। ଗୋଟେ ସମୟ ଆସିବ ଲୋକ ବୁଝିବେ ସେ ସମୟରେ ପ୍ରାର୍ଥନା କରିବା ପାଇଁ ମୋ ପ୍ରିୟ। ସେତେବେଳକୁ ଆଉ ସବୁ ସରିଲା ପରେ ପ୍ରଭୁଙ୍କ ପାଖକୁ ଯାଇ କଣ ମିଳିବ? କିନ୍ତୁ ପ୍ରଭୁ ଆଶୀର୍ବାଦ କରନ୍ତୁ ମୋ ପ୍ରିୟ ମାନେ, ଆମେ ସମୟ ଥାଉ ଥାଉ ଏବେ ଶୁଣିବାର ସମୟ ପ୍ରିୟ ମାନେ, ଆମମାନଙ୍କୁ ଶୁଣିବାର ସମୟ ନୁହଁ। ଆମେ ଯେତେ ଶୁଣିବା ବାଧ୍ୟତା ଜୀବନ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଆମ ଆତ୍ମିକ ମୂର୍ତ୍ତି, ଜାଗତିକ ଜୀବନ ମୃତ୍ୟୁ ସବୁଥିରୁ ଆମ ପ୍ରଭୁ ଉଦ୍ଧାର କରିବେ ମୋ ପ୍ରିୟ। ଆଜି ଅନେକ ଜଣ ପ୍ରିୟ ମାନେ ବଞ୍ଚି ଥାଉ ଥାଉ ମରିଛନ୍ତି ମୋ ପ୍ରିୟ। ସିଏ ତ ମରିବା ବଡ ବିଷୟ, କାରଣ ସେମାନେ ଅନୁଯୋଗକୁ ଘୃଣା କରିଛନ୍ତି, ଅନୁଯୋଗକୁ ଶୁଣି ନାହାନ୍ତି। ଏବେ ଭାବିଲେ କଣ ହବ? ଆଉ ମୁଁ ଶୁଣିଥିଲି ଭଲ ହେଇଥାନ୍ତା, କଣ କଲି? ମାନେ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ ମୋ ପାଇଁ ବାକ୍ୟ ବୁଝିବା ପାଇଁ। ତେଣୁକରି ଦିନ ମାନଙ୍କରେ ଆମ ମାନେ ବଡ ମାନଙ୍କର ଆଜ୍ଞା ଶୁଣିବାର ଅଛି, ବଡ ପାଳକ ପ୍ରଚାର ମାନଙ୍କର ଆଜ୍ଞା ଶୁଣିବାର ଅଛି, ପ୍ରଭୁଙ୍କ ପାଖକୁ ଯିବାର ଅଛି, ପ୍ରଭୁଙ୍କ ଉଦ୍ଦେଶ୍ୟକୁ ବୁଝିବାର ଅଛି। ପ୍ରଭୁ ତୁମେ ମୋ ପାଇଁ କଣ କହୁଛ? ପ୍ରଭୁ ତୁମ ମୋ ପାଇଁ କଣ ରଖିଛ? ପ୍ରଭୁ ମୋ ପାଇଁ ତୁମ ଭବିଷ୍ୟତ ମୋ ପାଇଁ ତୁମେ କଣ ତିଆରି କରିଛ? ସବୁକୁ ପ୍ରାର୍ଥନା ଆରାଧନା ସହିତ ପିତା ମାତାଙ୍କର କଥା ମାନିବାର ଅଛି, ଗୁରୁଜନ ମାନଙ୍କର ଆଜ୍ଞା ମାନିବାର ଅଛି। ନଚେତ ଦିନ ଆସିବ ଆମେ ଅନୁତାପ କରିବା, ବୋବେଇବା, ଚିଲେଇବା, କାନ୍ଦିବା, କେହି ମଧ୍ୟ ନଥିବେ। ପଇସା କିଛି କାମ ଦବନି ସେତେବେଳେ ମୋ ପ୍ରିୟ। ପ୍ରଭୁ ଏହି ଅଳ୍ପ ଶିକ୍ଷାରେ, ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। Praise the Lord. Praise the Lord. ଅଛନ୍ତି ସୁଧୀରାଣ୍ଡି? ପ୍ରେଜ୍ ଦ ଲର୍ଡ ଭାଇ, ସରି।